ଧୋନିଙ୍କର ଜବର ଫ୍ୟାନ୍। ଧୋନିଙ୍କର ଟିକେ ଝଲକ ଦେଖିବା ପାଇଁ ଦିଲ୍ଲୀରୁ ଧାଇଁ ଆସିଲେ ରାଞ୍ଚି। ହେଲେ କୌଣସି ବସ୍ କି ଟ୍ରେନ୍ ନୁହେଁ, ସାଇକେଲ ଚଲାଇ ଚଲାଇ ଆସିଛନ୍ତି ଦିଲ୍ଲୀରୁ ରାଞ୍ଚି। 1150 କିଲୋମିଟର କରିଛନ୍ତି ପ୍ୟାଡଲିଂ। ତେବେ ସାରା ଦେଶରେ ମହେନ୍ଦ୍ର ସିଂ ଧୋନିଙ୍କର ଫ୍ୟାନ୍ ରହିଛନ୍ତି। ତାଙ୍କର ଟିକେ ଝଲକ ପାଇବାକୁ ଫ୍ୟାନ୍ସ ମାନେ ଚାହିଁ ବସିଛନ୍ତି। ତେବେ ଏବେ ଧୋନିଙ୍କର ଯୁବ ଫ୍ୟାନ୍ସ ବେଶ୍ ଚର୍ଚ୍ଚାରେ। ସେ ଧୋନିଙ୍କୁ ଭେଟିବା ପାଇଁ 1150 କିଲୋମିଟର ସାଇକେଲ ଚଲାଇ ଦିଲ୍ଲୀରୁ ରାଞ୍ଚି ପହଞ୍ଚିଛନ୍ତି। ତେବେ ଏହି ଯୁବ ଫ୍ୟାନ୍ସଙ୍କ ନାଁ ହେଉଛି ବୈଭବ କୁମାର। ସେ ଧୋନିଙ୍କୁ ଭେଟିବା ପାଇଁ ଧୋନିଙ୍କ ଘର ବାହାରେ 5 ଦିନ ଯାଏ ଟ୍ରେନ୍ରେ ରହି ଅପେକ୍ଷା କରିଥିଲେ। ତେବେ ଧୋନିଙ୍କ ଘରେ ପହଞ୍ଚିବା ପରେ ବୈଭବ ରାତି ସାରା ବାହାରେ ତାଙ୍କୁ ଅପେକ୍ଷା କରିଥିଲେ। ଧୋନି ସକାଳେ ତାଙ୍କ କାର୍ ଧରି ବାହାରିଥିଲେ, କିନ୍ତୁ ଜାଣିପାରିନଥିଲେ। ହେଲେ ବୈଭବ ତାଙ୍କୁ ଦେଖିବା ପରେ ଆଶ୍ୱସ୍ତି ଅନୁଭବ କରିଥିଲେ। ପ୍ରଥମ ଦିନରେ ସାକ୍ଷାତ ନ ହେବା ପରେ ତାଙ୍କୁ ଅପେକ୍ଷା କରିଥିଲେ ବୈଭବ। ଏହାପରେ ଧୋନି ପୁଣି ଥରେ ତାଙ୍କ କାର୍ରେ ଗଲେ, କିନ୍ତୁ ସେ କାର୍ରୁ ନ ଓହ୍ଲାଇ କେବଳ ହାତ ଦେଖାଇ ଚାଲି ଯାଇଥିଲେ। ବୈଭବ ଧୋନିଙ୍କୁ ଆଗରୁ ଦେଖିଥିଲେ, କିନ୍ତୁ ବ୍ୟକ୍ତିଗତ ଭାବରେ ତାଙ୍କୁ କେବେ ଭେଟି ପାରିନଥିଲେ। ସେ ଏପରି ଭାବେ 5 ଦିନ ବିତାଇଥିଲେ। ଏହି ସମୟରେ ସେ ରାତିରେ ତମ୍ବୁରେ ଶୋଉଥିଲେ। ଏହାପରେ ଧୋନିଙ୍କ ଉପରେ ରାଗି ଯାଇଥିଲେ ଅନ୍ୟ ଫ୍ୟାନ୍ସ ମାନେ। କ୍ୟାପ୍ଟେନ୍ କୁଲଙ୍କୁ ଅହଙ୍କାରୀ ବୋଲି କହିଥିଲେ। ତେବେ ଏହା ପୂର୍ବରୁ 2300 କିଲୋମିଟର ସାଇକେଲ ଚଲାଇ ଚଲାଇ ଚେନ୍ନାଇ ପହଞ୍ଚିଥିଲେ, କିନ୍ତୁ ସେଠାରେ ମଧ୍ୟ ଦେଖା ମିଳିନଥିଲା ଧୋନିଙ୍କର। ତେବେ ବର୍ତ୍ତମାନ ଧୋନିଙ୍କୁ ଭେଟିଥିବା କହିଛନ୍ତି ବୈଭବ। ସେ କହିଛନ୍ତି ଧୋନିଙ୍କ ଠାରୁ ଏକ ଅଟୋଗ୍ରାଫ ଟି ସାର୍ଟ ବି ପାଇଛି। ଆଉ କ୍ୟାପ୍ଟେନ୍ କୁଲ ତାଙ୍କୁ ପୁରା ଫାର୍ମ ହାଉସ୍ ବି ବୁଲାଇଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।